ସେଇଥିପାଇଁ ଆମେ ଗୋଟେ ଆଲେଖ୍ୟ କରୁଥିଲୁ ଯେ ଭାତରୁ ଚାଉଳ ହେବ କେମିତି। ଗ୍ୟାସ୍ ସଂକଟ ନେଇକି ବେଳେ ବେଳେ କ'ଣ ହେଉଛି, ଆମର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାହାକୁ ପଚାରିକି କହୁଛନ୍ତି ସରକାରଙ୍କ ସହିତ ଗୋଟେ ଯେତେବେଳେ ଗୋଟେ ମନ୍ତ୍ରୀ ଷ୍ଟେଟମେଣ୍ଟ ଦେବା କଥା, ଆପଣ ସଚିବ ମାନଙ୍କର ଗୋଟେ ବୈଠକ ସମୀକ୍ଷା ବୈଠକ ପରେ ଦେଲେ ଭଲ ହୁଅନ୍ତା। କିନ୍ତୁ ମନକୁ ମନ ଆମେ ଟିଭି ଦେଖିକି କହିଦେଲେ କ'ଣ ହେଲା ବର୍ତ୍ତମାନ, ମନ୍ତ୍ରୀ ଗୋଟିଏ କଥା କହିଲେ, ସଚିବ ଆଉ ଗୋଟିଏ କଥା କହିଲେ, ତାହେଲେ ସରକାର ପୁଣି ୟୁଟର୍ନ ନେଲେ 5 କିଲିଆ ଗ୍ୟାସ୍ ସିଲିଣ୍ଡର ବ୍ୟାନ୍ ହେଇଯିବ। ଆରେ ଭୁବନେଶ୍ୱରରେ 50% ଯୁବବର୍ଗ ଯାହାର ଘର ନାହିଁ, ଯେଉଁମାନେ ଭଡ଼ା ରହୁଛନ୍ତି, ଯେଉଁମାନେ ଷ୍ଟୁଡେଣ୍ଟ ପାଠ ପଢୁଛନ୍ତି, ଏଠି କୋଚିଂ ନେଉଛନ୍ତି, ସେମାନେ ହଇରାଣ ହେଇଯିବେନି। କାହିଁକିନା ଗୋଟେ ଛୋଟ ଘରେ ସେ ଗୋଟେ ବଡ଼ ସିଲିଣ୍ଡର ଆଣିବେ କୋଉଠି? ତାପରେ ସେ ପ୍ରାବଧାନ ପାଖରେ ଆଡ୍ରେସ୍ ପ୍ରୁଫ୍ ପାଇଁ ତ ଆପଣ ଗାଁରେ ଦେଇଦେଇଛନ୍ତି, ଭୁବନେଶ୍ୱରରେ ଦେବାର ନାହିଁ। ତେଣୁ ପ୍ରାକ୍ଟିକାଲ ନ ଦେଖିକି ମନ୍ତ୍ରୀ ବେଳେ ବେଳେ ଟିକେ ଆଗୁଆ କହିଦେଉଛନ୍ତି, ଭ୍ୟୁ ପାଇଁ ହଉ କିମ୍ବା ମିଡିଆ ଦେଖିଲେ ଆପଣ ମାନେ ଭାବୁଛନ୍ତି ଯୋଉ ବୁମ୍ ଲଗେଇକି ପଚାରି ଦେଉଛନ୍ତି ଇଆଡୁ ସିଆଡୁ, ତେଣୁ ସେ ଫାଙ୍କା କାହିଁ ବସି ଭାବୁଛନ୍ତି କିଛି କହିଦେବେ, କିନ୍ତୁ ସେ କହିବାଟା ମଧ୍ୟ କିଳା ହେଇଯାଉଛି।